ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ପବିତ୍ର କାର୍ତ୍ତିକ ମାସ ଯୋଗୁଁ ମନ୍ଦିରମାନଙ୍କର ଭକ୍ତମାନଙ୍କ ଗାଡ଼ି ଚଳାଚଳ ବୃଦ୍ଧି ପାଉଛି। କିଛି ଦିନ ପରେ କାର୍ତ୍ତିକ ମାସର ଶେଷ ସୋମବାର ଏବଂ ପୂର୍ଣ୍ଣିମା ଉପଲକ୍ଷେ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ତଥା ଐତିହାସିକ କୋଲିଆ ଶୈବପୀଠ ଓ ଚନ୍ଦନଧାର ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିବ। ଗତ କିଛି ବର୍ଷ ହେବ ଏହି ରାସ୍ତାରେ ବିଶେଷ କରି ଛେପଟିଆମଠାରୁ ମୁଣ୍ଡାପଦର ରାସ୍ତା ମଧ୍ୟରେ କ୍ରମାଗତ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ପରିଲକ୍ଷିତ ହେଉଛି। ଖାଲି ସେତିକି ନୁହେଁ, ସ୍ଥାନେ ସ୍ଥାନେ ପିଚୁ ଉଠିଯାଇଥିବାରୁ ଏହି ରାସ୍ତା ନିରାପଦ ନୁହେଁ। ଏହି ସ୍ଥାନଟି ଝରିଗାଁ ବ୍ଲକ ଅଧୀନରେ ଯାଉଥିବାରୁ ଝରିଗାଁ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା କଥା, କିନ୍ତୁ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ରାସ୍ତାର ଅବସ୍ଥା ଏହିଭଳି ଘଟିଛି। ଆବଶ୍ୟକୀୟ ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ବାରମ୍ବାର ଦାବି କରାଯାଉଛି। ଏହି କ୍ଷେତ୍ରରେ ଉମରକୋଟ ଆର୍ଡି ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହାଶୟ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି କୋଲିଆ ମନ୍ଦିର ସମିତିର ସମ୍ପାଦକ ଶ୍ରୀ ଦେବରାଜ ପାତ୍ର ଅନୁରୋଧ କରିଛନ୍ତି। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ଓମ୍ ଟିଭି ଓଡ଼ିଶା। ଦେବରାଜ ପାତ୍ର କେଲିଆ ଶୈବ ମନ୍ଦିରର ଉନ୍ନୟନ ଓ ପରିଚାଳନା କମିଟିର ସମ୍ପାଦକ ରହିଛି। ଆଜକୁ ପ୍ରାୟ 300-400 ବର୍ଷ ତଳେ କେଲିଆ ପାଖରେ ଗୋଟେ ଗଡ଼ ତିଆରି ହେଇଥିଲା। ସେ ଗଡ଼ର ନାମ ପ୍ରକାରେ କେଲିଆ ମନ୍ଦିର ନାମ ଦିଆଯାଇଛି। ଏଠି ପ୍ରତିବର୍ଷ ଶିବରାତ୍ର, କାର୍ତ୍ତିକ ପୂର୍ଣ୍ଣମୀ ଆଉ ବୋଲବମ୍ ସମୟରେ ଛତିଶଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଅଭିଯୁକ୍ତ କୋରାପୁଟ ଜିଲ୍ଲାର ବହୁତ ଭକ୍ତଙ୍କର ସମାଗମ ହୁଏ। ସେଦିନ ମାନଙ୍କରେ ନିଃଶୁଳ୍କ ଭୋଗ ଦିଆଯାଏ। ଆଉ ଏହି ସମ୍ପାଦକ ପଦରେ ମୁଁ 1984 ମସିହାରୁ ସହ ସମ୍ପାଦକ ଏବଂ ପରେ ସମ୍ପାଦକ ଦାୟିତ୍ୱ ରହିଛି। ଏଠି ସବୁ କାମ ଆମର କମିଟିର କେତେଜଣ ସଭ୍ୟ ଆଉ ସ୍ୱେଚ୍ଛାସେବୀମାନେ ସୁରୁଖୁରୁରେ କରନ୍ତି ଏବଂ ସେମାନଙ୍କର କାମ ପ୍ରଶଂସନୀୟ।